ନିଆଁ ନେବା ପାଇଁ ଆସିଥିଲୁ ଆମ ପାଖ ଜଙ୍ଗଲ ପାଖ ନିଆଁ ଲାଗିଯାଇଛି ମାନେ ଜଣେ ଦୁର୍ବୃତ୍ତ ବ୍ୟକ୍ତି ଯେ କି ମଦ ପାନୀୟ ପିଇକି ଏଇସବୁ କାର୍ଯ୍ୟକାଣ୍ଡ ସବୁ କରିଛନ୍ତି ନିଆଁ ଲାଗିଯାଇଛି ଫରେଷ୍ଟ ଡିପାର୍ଟମେଣ୍ଟକୁ ଫୋନ୍ କରିଥିଲୁ ସେ କିଛି କାନ ମୁଣ୍ଡ କିଛି ହଲାଉନାହାନ୍ତି ନିଆଁ ଲାଗିଯାଇଛି ପୁରା ଘର ପାଖ ଘର ବି ଜଳିଯିବ ସମ୍ଭାବନା ଅଛି ପୁରା ଏପଟେ ଲାଗିଛି ଦେଖ ନିଆଁ କେମିତି ଆମେ ପୁରା ନିଆଁ ଲିଭାଇବା ପାଇଁ ଆସିଛୁ ନିଆଁ ନେବାର ଶହେ ଶହେ ଲାଗିଛି ପୁରା ଭଗବାନ ବଞ୍ଚାଅ ତୁମେ କେଉଁଠି ଅଛ ଏ ପ୍ରଭୁ ଯେ କିଆ ହୁଆ ସିଏ ଜଙ୍ଗଲ ଜଳି ଯାଉଛି ଓହୋ ରହି ହେଉନି ରେ ଭାଇ ଜଙ୍ଗଲରେ ମାନେ ରହି ହେଉନି ଆଉ ଆମେ ନିବେଦନ କରୁଛୁ ସମସ୍ତଙ୍କୁ ଯେ ଭାଇମାନେ ନିଆଁ ଲଗାନ୍ତୁ ନାହିଁ କେଉଁଠି ବି ଓକେ ତୁମ ଘରେ ନିଆଁ ଲଗାଇ ଦିଅ ପଛେ ଜଙ୍ଗଲରେ ନିଆଁ ଲଗାଅନି ମାନେ କେତେ କ୍ଷତି ହେଉଛି ତୁମେ ବୁଝିପାରିବନି ଓକେ ଏମିତି ତ ବାୟୁ ପ୍ରଦୂଷଣ ହେଉଛି ମାନେ ଜୀବଜନ୍ତୁ ଗଛ ପତ୍ର ସବୁ ପୋଡ଼ି ଯାଇକି ନଷ୍ଟ ହୋଇଯାଉଛି ତୁମେ ଦୁଇ ପଇସା ଆସିକି କେଉଁଠି ମାଚିସ୍ଟା ମାରିକି ସିଗାରେଟ୍ ପିଇକି ପକାଇ ଦେଉଛ ଗଛ ସବୁ ଜଳିକି ପୁରା ପାଉଁଶ ହୋଇଗଲାଣି ଇଆଡ଼େ ଗଛ ଅଛି ତ ଭାଇ ମଣିଷମାନେ ବଞ୍ଚନ୍ତି ଏତିକି ବୁଝିପାରୁନାହାନ୍ତି ସେପଟେ ବନ୍ୟା ବିପର୍ଯ୍ୟୟ ହେଇକି ଚାଇନା ଫାଇନା ଦୁବାଇ ଫୁବାଇ ପୁରା ବୁଡ଼ିଗଲାଣି ସେ ଜାଣିପାରୁନାହାନ୍ତି ଯାହା ବି ହଉ ଶଳା ନିଆଁଟା ଏପଟେ ଆସିବ ଏବେ ଦେଖନ୍ତୁ ଏ ଯୋଉ ମାଧୁର୍ଯ୍ୟ ତ ଲୋକଟା ନିଆଁ ଲଗେଇଛି ତାକୁ ଭିଡ଼ି ହାଇ ହ୍ୟାଲୋ ନମସ୍କାର ଦିସ୍ ଇଜ୍ ସୁନୀଲ ଶେଖର ଆଜି ଦେଖିଲେ ତ ଭିଡ଼ିଓ କେମିତି ମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି ଲୋକମାନେ ବଡ଼ ଲୋକ କଥା କହୁଛି ମୁଁ ଯାହାଙ୍କର ଏଜ୍ ହେବ ମାନେ 20+ 18+ ମାନେ ତାଙ୍କର ବି ହିତାୟତ ଜ୍ଞାନ ନାହିଁ ଯେ ଜଙ୍ଗଲ ବୁଲିଲେ କ'ଣ ହେବ ବୋଲି ଏକ ତ ଜଙ୍ଗଲରେ ଯେଉଁମାନେ ଜୀବଜନ୍ତୁ ବନ୍ୟଜନ୍ତୁ ମାନେ ବସବାସ କରୁଛନ୍ତି ତାଙ୍କ ଉପରେ ତ ବହୁତ ହି ପ୍ରଭାବ ପଡ଼େ ବହୁତ ଆଫେକ୍ଟ ପଡ଼ିବ ଏକରେ ତ ଜଳବାୟୁ ପ୍ରଦୂଷଣ ହେଉଛି ଆମର ନେଚର ଉପରେ ଆମର ବାୟୁ ପ୍ରଦୂଷଣ ହେଉଛି ନେକ୍ସଟ ଗଛପତ୍ର ପୋଡ଼ି ଯାଉଛି ଯେଉଁଟାକି ଆମେ ଅକ୍ସିଜେନ୍ ପାଉଛେ ଅମ୍ଳଜାନ ପାଉଛେ ଆମେ ଜଙ୍ଗଲ ବହୁତ ସାରା ଜଙ୍ଗଲ ଉପରେ ଲୋକମାନେ ବହୁତ ହି ଡିପେଣ୍ଡେଣ୍ଟ ଅଛନ୍ତି ଯେଉଁମାନେ ଜଙ୍ଗଲ ପାଖାପାଖିରେ ଯେଉଁମାନେ ବସବାସ କରୁଛନ୍ତି ଯେଉଁମାନେ ଗାଁ ଗହଳି ଲୋକମାନେ ତାଙ୍କୁ ହିଁ ବହୁତ ମତଲବ ପ୍ରୋବ୍ଲେମର ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡ଼ୁଛି ଏବେକା ଡେଟ୍ରେ ଓକେ ଲୋକ ବୁଝୁନାହାନ୍ତି ଯେଉଁଠି ଚଳୁଛନ୍ତି ସେଇଠି ନିଆଁ ଲଗାଇ ଦେଉଛନ୍ତି ମାନେ କହିଲେ ସରିବନି ସବୁ ପାହାଡ଼ର ନିଆଁ ଜଳୁଛି ଆଉ ଛୋଟ ପିଲାଙ୍କୁ ବି ସଜାଗ କରୁନାହାନ୍ତି ଯେ ନିଆଁ ଜଳିଲେ କ'ଣ ହେବ ବୋଲି ତ ସମସ୍ତଙ୍କୁ ମୋର ବିନମ୍ର ଅନୁରୋଧ କି ଭିଡ଼ିଓଟା ସମସ୍ତଙ୍କୁ ସେୟାର କରନ୍ତୁ ଆଟଲିଷ୍ଟ ଜାଣନ୍ତୁ ଯେ ଜଙ୍ଗଲରେ ନିଆଁ ଲଗାଇଲେ କ'ଣ ହେବ ଫରେଷ୍ଟ ଡିପାର୍ଟମେଣ୍ଟ ସେ ତାଙ୍କର ଏଫର୍ଟ କରୁଛନ୍ତି ଫରେଷ୍ଟ ଡିପାର୍ଟମେଣ୍ଟ ଗାଁରେ ସେ ଆନାଉନ୍ସ କରୁଛନ୍ତି କି ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ ଓକେ ଜାଗା ଜାଗାରେ ମତଲବ ବୋର୍ଡ଼ ମାରୁଛନ୍ତି ତାଙ୍କର ଆୱାରନେସ୍ ସେମାନେ ଦେଉଛନ୍ତି ବାକି ଲୋକ ଏବେକା ଡେଟ୍ରେ ଏତେ ମୂର୍ଖାମି ତାଙ୍କର ସୀମା ଟପିଗଲାଣି ଯେ ମାନେ ଯେଉଁଠି ନେଇ ସେଇଠି ନିଆଁ ଲଗାଇ ଦେଉଛନ୍ତି ତ ଏ ଜିନିଷଟା ବହୁତ ହି ଖରାପ ବାକି ଆପଣ ବି କେବେ ବି ଜଙ୍ଗଲରେ ଯାଉଛନ୍ତି ନା ବିଡ଼ି ସିଗାରେଟ୍ କି ମାଚିସ୍ ଧରିଛନ୍ତି ନା ତ ସିଗାରେଟ୍ ଯେଉଁମାନେ ଟାଣୁଛନ୍ତି ମାନେ ସିଗାରେଟ୍ ଟାଣିକି ଜଙ୍ଗଲ ସାଇଡ଼୍ କଡ଼ରେ ଫୋପାଡ଼ି ଦେଉଛନ୍ତି ନିଆଁ ଲାଗିଯାଉଛି ବାକି କେଉଁମାନେ ଜଙ୍ଗଲ ଯାଉଛନ୍ତି ସେମାନେ ମାଚିସ୍ ଧରି ଯାଉଛନ୍ତି ନିଆଁ ଲଗାଇ ଦେଇ ପଳେଇ ଆସୁଛନ୍ତି ପରବର୍ତ୍ତୀ ସମୟରେ ମତଲବ ଏକର ମାନେ 100 ଏକର 200 ଏକର ଜଙ୍ଗଲ ପୋଡ଼ି ଯାଉଛି ପୁରା ହଉ ହେଇ ଜଙ୍ଗଲ ଜଳୁଛି 5 ଦିନ 10 ଦିନ 15 ଦିନ ଲେଖା ନିଆଁ ଜଳୁଛି ଓକେ ବହୁତ ହି ଖରାପ ବାକି ଗଭର୍ଣ୍ଣମେଣ୍ଟ ରିପୋର୍ଟରେ ବାକି ପ୍ରତ୍ୟେକ ବର୍ଷ ଏମିତି ଏକର ଜମି ପୋଡ଼ିକି ନଷ୍ଟ ହେଉଛି ଜଙ୍ଗଲ ପୋଡ଼ିକି ନଷ୍ଟ ହେଉଛି ବାକି ଜିନିଷ ଗୁଡ଼ାକି ସଚେତନ ହୁଅନ୍ତି ଭାଇ ଏ ଜିନିଷ ଗୁଡ଼ାକ ଜଙ୍ଗଲ ଯେତେ କ୍ଷୟକ୍ଷତି ହେବ ମଣିଷ ଉପରେ ଏତେ ପ୍ରଭାବ ପଡ଼ିବ ଆମର ପୃଥିବୀ ଉପରେ ଏତେ ମତଲବ ଖରାପ ପ୍ରଭାବ ପଡ଼ିବ ଯେମିତିକି ଜଳବାୟୁ ପରିବର୍ତ୍ତନ ହେବ ଖରା ଅଧିକ ଯାଉଛି ଏବେ ସବୁ ଡିଷ୍ଟ୍ରିକ୍ଟରେ ଅଲମୋଷ୍ଟ 40°+ ଟେମ୍ପରେଚର୍ ରହୁଛି ଏବେ ଜାଣିଥିବେ କି ଆମ ଓଡ଼ିଶାର କିଛି ଡିଷ୍ଟ୍ରିକ୍ଟରେ 45°+ ଟେମ୍ପରେଚର୍ ହେଇଗଲାଣି ଭାବିକି ଦେଖ ଆଉ 5 ବର୍ଷ କି 6 ବର୍ଷ ପରେ ମତଲବ ଏବେର ମତଲବ ସମର ସିଜନ୍ରେ ଯେଉଁଟାକି ଏବେ ଏପ୍ରିଲ ମାର୍ଚ୍ଚ ଯେଉଁଟାକି ଜୁନ୍ ଜୁଲାଇରେ କେତେ ଟେମ୍ପରେଚର୍ ବଢ଼ିଯିବ 50+ ହେଇଯିବ ସେତେବେଳେ ଯଦି ଗଛ ନଥିବ ନା ଭାଇ ମତଲବ ଘରେ ରହିବେ କ'ଣଟା କେଉଁଠି ରହିପାରିବେନି ଘର କ'ଣ ବାହାରେ କ'ଣ କେଉଁଠି ରହିପାରିବେନି ତ 50°+ ହେଇଯିବ ବାହାରକୁ ବାହାରିବେ ମାନେ ଚମଡ଼ା ପୋଡ଼ିଯିବ ଏବେ ତ ବାହାରି ହେଉନି ନା 45°C ଖରା ଏତେ ଜୋର ତାପମାତ୍ରା ହେଉଛି ସେଟା 50°+ ହେଇଯିବ ଭାବିକି ଦେଖନ୍ତୁ ଆପଣଙ୍କର ସେ ସମୟରେ କ'ଣ ହେବ ବୋଲି ତ ଭିଡ଼ିଓଟା ସମସ୍ତଙ୍କୁ ସେୟାର କରନ୍ତୁ ଭାଇ ସଚେତନ ହୁଅନ୍ତୁ ଦୟାକରିକି ଜଙ୍ଗଲରେ ନିଆଁ ଲଗାନ୍ତୁ ନାହିଁ ଯେତେ ପାରୁଛନ୍ତି ଯେତେ ଆପଣଙ୍କ ସକ୍ଷମ ଗଛ ଲଗାନ୍ତୁ ମୁଁ ତ ଭାଇ ଏ ବର୍ଷ ମୁଁ ଠାଣି ନେଇଛି ଏ ବର୍ଷ ମୁଁ ସବୁ ବର୍ଷ ତ ମୁଁ ଗଛ ଲଗାଏ 5-10 ଗଛ ଲଗାଏ ଏ ବର୍ଷ ବି ମୁଁ ଗଛ ଲଗାଇବି ମୁଁ ଯାହା ଗଛ ପାଏ ଲଗାଇ ପକାଏ ଓକେ ବର ଗଛ ହଉ ଓସ୍ତ ଗଛ ହଉ ଆମ୍ବ ଗଛ ହଉ ଯାହା ଗଛ ଯେଉଁଠି ଫାଙ୍କା ପାଇବି ଲଗାଇଦିଏ ମୁଁ ଓକେ
ତ ଆପଣମାନେ ବି ଗଛ ଲଗାନ୍ତୁ। ବାକି ଆପଣ ବି ଏତିକି ଉଦାର ଅଛି ଯେହେତୁ ଆପଣ ନିଜେ ବଞ୍ଚନ୍ତୁ, ଅନ୍ୟମାନଙ୍କୁ ବଞ୍ଚାଇବା ପାଇଁ ଦିଅନ୍ତୁ। ଆପଣ ଯଦି ବଞ୍ଚାଇବାର ହକ୍ ଅଛି, ଦୁନିଆର ସବୁ ଜୀବଜନ୍ତୁଙ୍କର ବଞ୍ଚାଇବାର ହକ୍ ଅଛି। ଗୋଟେ ପିମ୍ପୁଡ଼ି, ଗୋଟେ ମାଛି, ଗୋଟେ ଝିଟିପିଟି, ଏଣ୍ଡ ସମସ୍ତଙ୍କର ବି ରାଇଟ୍ ଅଛି ଯେ ତାଙ୍କର ଦୁନିଆରେ ବଞ୍ଚାଇବା ତାଙ୍କର ଏତିକି ଅଧିକାର ଅଛି। ଓକେ, ତ ମଣିଷମାନେ ସବୁଠୁ ବୁଦ୍ଧିମାନ ବ୍ୟକ୍ତି ହେଇଥିବାରୁ ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରୁଛି ଯେ କୌଣସି ଜାଗାରେ ବି ନିଆଁ ଲଗାନ୍ତୁ ନାହିଁ। ଓକେ, ଧନ୍ୟବାଦ।